ଗଞ୍ଜାମ ଗଜପତିରେ ବର୍ତ୍ତମାନ ଆତଙ୍କ ରଚୁଛି ମହାବଳ ବାଘ। କେତେବେଳେ ଗାଈ ଖାଉଛି ତ ଆଉ କେତେବେଳେ ଗୁହାଳରୁ ଟାଣି ନେଇ ବାଛୁରୀକୁ ଖାଉଛି। ବର୍ତ୍ତମାନ ବାଘକୁ ନେଇ ଦୁଇଟି ଜିଲ୍ଲା ଏବେ ଆତଙ୍କ। ଗତକାଲି ପୁରୁଣାପାଣି ପଞ୍ଚାୟତ ଅଞ୍ଚଳରେ ପୁଣି ମହାବଳ ବାଘ ଏକ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ପାଦଚିହ୍ନ ଠାବ କରିବା ସହ ଘଟଣାର ତଦନ୍ତ କରୁଛି। ଚନ୍ଦ୍ରଗିରି ବନାଞ୍ଚଳ ପୁରୁଣାପାଣି ପଞ୍ଚାୟତ ଜାନିଆମ୍ବ ଗାଁର ଜଳନ୍ଧର ନାୟକ ଗାଁ ନିକଟରେ ନିଜର ଗୋରୁ ବାନ୍ଧିଥିଲେ। ଭୋର ସମୟରେ ବାଘ ଆସି ବାଛୁରୀକୁ ଟାଣି ନେଇ ଖାଇ ଦେଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବାଘର ପାଦଚିହ୍ନ ଠାବ କରି ଗ୍ରାମବାସୀଙ୍କୁ ସଚେତନ କରି ଫେରିଛନ୍ତି। ନାୟକ ଆଜ୍ଞା ଜାନିଆମ୍ବ କେବଳ ଆମର ଯେଉଁ ଗାଈ ପିଲାମାନଙ୍କୁ ଯେମିତି ଚୋରାଚୋରି କରିକି ବାଛୁରିଆକୁ ଇଏ କରୁଥିଲୁ, ରାତି ଭିତରେ ଯେଉଁ ଗାଈଟାକୁ ନେଇଯାଇଛି। କିଏ ନେଇଯାଇଛି ଗାଈଟା? ବାଘ ନେଇଛି ଯେ ଆଜ୍ଞା। ସେଥିପାଇଁ ବୋଲିକି ଆମର ଯେଉଁ ଆମର ଫରେଷ୍ଟ ଆଉ ଇନ୍ତି ଡିପାର୍ଟମେଣ୍ଟ ଯାହା ବାଘ ଛାଡ଼ିଛନ୍ତି, ସେମାନେ ତାଙ୍କ କହିବାକୁ ତାଙ୍କ ଆସିକି ଆମର ଯାହାହେଲେ ମଧ୍ୟ ଏଠି ରାତି 7ଟା 8ଟା ହେଲା ମଧ୍ୟ ତାଙ୍କେ ପହଞ୍ଚନ୍ତି। ସେଥିପାଇଁ ବୋଲିକି ତାଙ୍କୁ ଗୋଟେ ଧନ୍ୟବାଦ। ଆସ କେଉଁ ଗାଁ? ଲମ୍ବାଗୁଡ଼ା। କ'ଣ କହିବ? ଆମେ ଆଜ୍ଞା ଆମ ଗାଈଟା ନେଇଛେ। ଆମେ ଏଇଠି ବାହାରିଥିଲୁ ଥରେ ଆଣିକିରି 5:30 ବାନ୍ଧିକି ଯିବାର ଘରକୁ। 4:30 ନେଇଛେ। ଆମେ 6:30 ଦେଖିଲୁ ଆମ ଗାଈଟା ନାହିଁ। ସେଟା ଆମେ ଖୋଜିବା ପାଇଲୁ ଯେ ଦେଖିଲୁ, ଲାଷ୍ଟଟା ଦେଖିଲୁ, ଖୋଜି ଖୋଜି ଯାଇ ଦେଖିଲୁ।